ଏହି ଭିଡ଼ିଓରେ ସମସ୍ତ ଋଷି, ସମସ୍ତ ଦେବତା, ସମସ୍ତ ମାନବ ସମାଜକୁ ଶିବ କହୁଛନ୍ତି। ମୁଖ୍ୟତଃ ଯାହା ଯାହାଙ୍କ ଶରୀରରେ ଚିତ୍ତମନ ଅଛି ସେହିମାନଙ୍କୁ ହିଁ ଶିବ କହୁଛନ୍ତି। କିପରି ସଂସାରରୁ ତରିଯିବାକୁ ଚାହୁଁଥିବା, ମୋକ୍ଷ ପାଇବାକୁ ଚାହୁଁଥିବା ସମସ୍ତ ସପ୍ରେମ ଭକ୍ତଗଣଙ୍କୁ ନମସ୍କାର କରି ଶିବ କହୁଛନ୍ତି। ସମସ୍ତ ଋଷିଗଣଙ୍କୁ ଶିବ କହିଲେ, ମୁଁ ପ୍ରତିଦିନ ଯାହାଙ୍କୁ ସ୍ମରଣ ମନନ ଧ୍ୟାନ କରୁଛି, ନମସ୍କାର କରୁଛି, ମୋ ଶରୀରରେ ଥିବା ଚିତ୍କୁ ମୁଁ ନମସ୍କାର କରୁଛି। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ସମଗ୍ର ଜଗତ ଶରୀରରେ ଥିବା ଚିତ୍ ମୋ ଶରୀରରେ ମଧ୍ୟ ସେହି ଏକ ଚିତ୍ ରହୁଅଛି। ତେଣୁ ମୁଁ ମୋ ଚିତ୍କୁ ନମସ୍କାର କରୁଛି। ଶିବ ଭଗବାନ ଚିତ୍କୁ ଭଗବାନ ବୋଲି ମାନୁଥିବା ଆମ୍ଭେମାନେ ଶୁଣିଦେଲେ ବିଶ୍ୱାସ ହେବ ନାହିଁ। ହେଲେ ଶିବ କହୁଛନ୍ତି, ହେ ବଶିଷ୍ଠ, ତମ ସ୍ତ୍ରୀ ଅରୁନ୍ଧତୀ, ମୋର ସ୍ତ୍ରୀ ଗୌରୀ, ଏହାଙ୍କ ଶରୀରରେ ଥିବା ଚିତ୍, ଏହି ଚିତ୍ ହିଁ ସମଗ୍ର ଜଗତ ଶରୀରରେ ରହୁଛି। ମୋ ଶରୀରରେ ମଧ୍ୟ ସେହି ଚିତ୍ ରହୁଛି। ତେଣୁ ମୁଁ ଚିତ୍କୁ ନମସ୍କାର କରୁଛି। ମୋ ଦେହରେ ତମ ଦେହେ ବିରାଜମାନ ତାର, ତେଣୁ ମୁଁ ମୋ ଦେହେ କରେ ତାକୁ ନମସ୍କାର। ସମସ୍ତ ଶରୀରରେ ଭଗବାନ ଅଛନ୍ତି ବୋଲି ଲୋକେ କହନ୍ତି। ଗୁପ୍ତରେ ସୁପ୍ତରେ ଭଗବାନ ରହିଛନ୍ତି। ମର୍ତ୍ତ୍ୟ ଭୋଗକୁ ଭୋଗ କରୁଛନ୍ତି। ଚିତ୍ ରୂପୀ ହୋଇ ଦେବତାଙ୍କ ଶରୀରରେ ମଧ୍ୟ ରହୁଛନ୍ତି। ସମସ୍ତଙ୍କ ହୃଦୟରେ ସେ ଗୁପ୍ତରେ ରହୁଛନ୍ତି। ଚିତ୍ ମନ ହୋଇ ଦେବତା ଶରୀରକୁ ପରିଚାଳନା କରୁଛନ୍ତି। ତେଣୁ ହେ ମାନବ ଭକ୍ତଗଣ, ତୁମେ ଯେଉଁ ଚିତ୍ରେ ଦେବତାଙ୍କୁ ପୂଜା କରୁଛ, ଦେବତାଙ୍କୁ ଅର୍ଚ୍ଚନା କରୁଛ, ସେହି ଦେବତାଙ୍କ ଶରୀରରେ, ଦେବତା ଅନ୍ତରରେ, ନିଜ ଦେହରେ ରହୁଥିବା ଚିତ୍ ଏହି ଦେବତା ଦେହରେ ମଧ୍ୟ ରହୁଛି। ତୁମେ ନିଜେ ନିଜକୁ ନମସ୍କାର କରିପାରୁନାହଁ। ତେଣୁ ମୁଁ ନିଜେ ମୋ ଅନ୍ତରରେ ଥିବା, ମୋ ଶରୀରରେ ଥିବା ଚିତ୍ ହୃଦୟକୁ ନମସ୍କାର କରୁଛି। ଭାଗବତ ପ୍ରଥମ ସ୍କନ୍ଧ 2ୟ ଅଧ୍ୟାୟ ଶ୍ଲୋକ 7 ମଧ୍ୟ କହୁଛି, ଯାହାଙ୍କୁ ମୋର ନମସ୍କାର, ଯେ ହୃଦ ସର୍ବ ପ୍ରାଣୀଙ୍କର। ସମସ୍ତଙ୍କ ଦେହକୁ ଯଦି ଦେଖିବା, ଏହି ଚିତ୍ ଛଡ଼ା ଶରୀରରେ ଆଉ କିଛି ପାଇବା ନାହିଁ। ଏହି ଚିତ୍ ହେଉଛି ସଂସାରର ସାର ବସ୍ତୁ। ଶିବ ପୁଣି ଥରେ ଚିତ୍କୁ ନମସ୍କାର କରି କହୁଛନ୍ତି, ଚିତ୍ତେ ସର୍ବବ୍ୟାପୀ ନିର୍ଲୋପ ଓ ସୂକ୍ଷ୍ମ ଅତିଶୟ ଚିନ୍ମୟ ସେ ନାମ ପରଂ ବ୍ରହ୍ମ। ଚିତ୍ ଠାରୁ ସମସ୍ତ ଋଷିମାନେ ସାଧୁ କଥାକୁ, ଜ୍ଞାନପୂର୍ଣ୍ଣ କଥାକୁ ପାଇଥାନ୍ତି। ଯେଉଁମାନେ ଭଗବାନଙ୍କୁ ଜାଣିପାରୁନାହାନ୍ତି, ଭଗବାନଙ୍କୁ ନ ଜାଣି ଅଜ୍ଞାନ ଅଛନ୍ତି, ସେମାନେ ଏହି ଚିତ୍ ଠାରୁ ଅଜ୍ଞାନକୁ ପାଇଛନ୍ତି। ଯେଉଁମାନେ ଚିତ୍କୁ ଜାଣିପାରିଛନ୍ତି, ସେହିମାନେ ହିଁ ଚିତ୍ ଠାରୁ ଜ୍ଞାନ କଥା, ସାଧୁ କଥାକୁ ପ୍ରାପ୍ତ କରିଛନ୍ତି। ଚିତ୍ ସାଧୁଠାରେ ଅଛି, ଚିତ୍ ଅଜ୍ଞାନ ଠାରେ ମଧ୍ୟ ଅଛି। ଚିତ୍ ଶରୀରକୁ ଗମନ କରାଉଛି, ଭୋଜନ କରାଉଛି, ଶୟନ କରାଉଛି, ସମସ୍ତଙ୍କର ଶ୍ୱାସ ପ୍ରଶ୍ୱାସ ହୋଇ ଦେହକୁ ବଞ୍ଚାଇ ରଖିଛି। ସମସ୍ତଙ୍କର ଦେହକୁ ଚିତ୍ ବଞ୍ଚାଇ ରଖିଛି। ଚିତ୍ କାହାକୁ ଶତ୍ରୁ କରୁଛି ତ ପୁଣି କାହାକୁ ମିତ୍ରୁ କରୁଛି। ଚିତ୍ ସମସ୍ତଙ୍କର କର୍ମ ହୋଇଛି। ଶରୀରର ଅଙ୍ଗ ପ୍ରତ୍ୟଙ୍ଗକୁ
ପରିଚାଳନା କରୁଛି। ପରମ ବ୍ରହ୍ମ ଭଗବାନ ବୋଲି ଯାହାକୁ ଖୋଜୁଛୁ ସେହି ଭଗବାନ ହେଉଛନ୍ତି ତମ ଶରୀରେ ମୋର ଶରୀରେ ଥିବା ଚିତ୍ ଅଟେ। ଶିବ ଏହି କଥାକୁ ନିଜେ ସ୍ୱୀକାର କରୁଛନ୍ତି। କାହିଁକି? ଏହି ଚିତ୍ କିପରି ପରମ ବ୍ରହ୍ମ ଭଗବାନ ହେବେ? ଏହି ଶରୀରରେ ଥିବା ଚିତ୍ ପୂର୍ବେ ଶୁଦ୍ଧ ନିର୍ମଳ ଚିତ୍ ହୋଇ ରହିଥିଲା। ନିର୍ମଳ ବ୍ରହ୍ମ ଶରୀରରେ ଆତ୍ମା ରୂପ ଧାରଣ କରି ଆତ୍ମାରୁ ଚିତ୍ ଜାତ ହୋଇ ଚିତ୍ରୁ ବର୍ତ୍ତମାନ ମନ ହୋଇ ରହିଛି ମର୍ତ୍ତ୍ୟଭୂମିରେ। ବର୍ତ୍ତମାନର ଏହି ମନ ଚିତ୍ ଆତ୍ମା ପୂର୍ବେ ଶୁଦ୍ଧ ବ୍ରହ୍ମ ହୋଇଥିଲା, ପରମ ବ୍ରହ୍ମ ହୋଇଥିଲା। ନିର୍ମଳ ଚିତ୍ ନିର୍ଗତ ହୋଇ ମର୍ତ୍ତ୍ୟକୁ ବର୍ତ୍ତମାନ ଜଗତର ସବୁ କର୍ମ ଚିତ୍ର ଚମତ୍କାରିତାରେ ନାନା ରୂପ ଧାରଣ କରିଛି, ବିଭିନ୍ନ ରୂପକୁ ଧରୁଛି, ଅବତାର ଧରୁଛି। ଚିତ୍ ବିଭିନ୍ନ ଦିଗରେ ଭିନ୍ନ ଭିନ୍ନ ରୂପ ଜଗତରେ ଜାତ ହୋଇଯାଉଛି। ଭାଗବତ ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଲୋକ 8 କହୁଛି, ରୂପ ରୂପ ସ୍ଥିତି ଯାର ଗୋଚରେ ଅନୁମାନୁ। ଆମେ ଯେଉଁ ଶୁଦ୍ଧ ନିର୍ମଳ ବ୍ରହ୍ମ ଚିତ୍ରୁ ଜାତ ହୋଇଛୁ, ଯଦି ସଂସାରରୁ ତରି ଯିବାକୁ ଚାହିଁବା ତେବେ ଆମକୁ ସେହି ଶୁଦ୍ଧ ଚିତ୍ ପ୍ରାପ୍ତି କରିବାକୁ ହେବ। ସତ୍ୟ ପରମାନନ୍ଦ ହରି ଯାହାର ଭାବେ ଭଭୂତରି। ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ଶ୍ଲୋକ 78 କହୁଛି, ଯାର ଚରଣ ଆଶ୍ରୟ କରି ପବିତ୍ର ହୁଅନ୍ତି ବ୍ରହ୍ମଚାରୀ। ଆତ୍ମାର ଯୋଗ ମାୟା ବଳେ ବିହରେ ଅବମଙ୍ଗଳେ। ଶୁଦ୍ଧ ନିର୍ମଳ ଚିତ୍ ନିର୍ଗତ ହୋଇ ଚିତ୍ ହିଁ ସଂସାରରେ ଭିନ୍ନ ଭିନ୍ନ ରୂପ ଜନ୍ମ ହୋଇଛି। ତେଣୁ ଶିବ କହୁଛନ୍ତି, ଚିତ୍ତ ନିର୍ଗତ ହେବାରୁ ଭିନ୍ନ ହୁଏ ଜାତ। କିଏ ଆକାଶ କିଏ ସୂର୍ଯ୍ୟ ଚିତ୍ତରେ ଆବୃତ। କିଏ ଜୀବ ହୋଇ ନାନା ରୂପକୁ ଧାରଣ। ଶୂଦ୍ର ପତିତ ଜରାଜେ କେ ପୁନି ବ୍ରାହ୍ମଣ। ବର୍ତ୍ତମାନ ମୁଁ ସମସ୍ତ ସାଧୁ ସନ୍ନ୍ୟାସୀ ଭକ୍ତଗଣମାନଙ୍କୁ ନମସ୍କାର କରି କହୁଛି, ସଂସାରରୁ ମୋକ୍ଷ ପାଇବା ପାଇଁ, ସଂସାରରୁ ତରି ଯିବା ପାଇଁ ଆମେ କେଉଁ ଦେବତାଙ୍କୁ ପୂଜା ଧ୍ୟାନ କରିବା ଉଚିତ? ସମସ୍ତେ ନିଜେ ନିଜେ ଚିନ୍ତା କରିବା ଉଚିତ ହେବ ଯେ ନିର୍ମଳ ଶୁଦ୍ଧ ଚିତ୍କୁ ପୂଜା ଧ୍ୟାନ କରିବା କି ଶୁଦ୍ଧ ନିର୍ମଳ ଚିତ୍ରୁ ନିର୍ଗତ ହୋଇ ସଂସାରରେ ଯେଉଁ ଭିନ୍ନ ଭିନ୍ନ ଦେବତା ଶରୀର ରୂପ ଧାରଣ କରିଛନ୍ତି, ସାଧୁ ସନ୍ନ୍ୟାସୀ ଶରୀର ଧାରଣ କରିଛନ୍ତି, ଜ୍ଞାନୀ ପଣ୍ଡିତଙ୍କର ଶରୀରକୁ ଧାରଣ କରିଛି, ବ୍ରାହ୍ମଣ ଶରୀରକୁ ମଧ୍ୟ ଏହି ଚିତ୍ ଧାରଣ କରିଛି। ଚୋର ଅଜ୍ଞାନୀ ଅସାଧୁ ପାପୀଙ୍କ ଶରୀରକୁ ମଧ୍ୟ ଚିତ୍ ଧାରଣ କରିଛି। ପଶୁ ପକ୍ଷୀ ଅନେକ ଶରୀର 56 କୋଟି ଜୀବଙ୍କ ଶରୀରକୁ ଚିତ୍ ବହନ କରିଛି। ଏକ ଏକ କରି କେତେ ନାମ କହିବି, ମୋର ଗୁରୁତୁଲ୍ୟମାନେ କହିବେ। କେଉଁ ଚିତ୍କୁ ପୂଜା କରିବା ଉଚିତ ହେବ? ଶୁଦ୍ଧ ଚିତ୍କୁ ପୂଜା କରିବା ନା ଶୁଦ୍ଧ ଚିତ୍ ନିର୍ଗତ ହୋଇ ବିଭିନ୍ନ ରୂପ ଧାରଣ କରିଥିବା ଚିତ୍କୁ ପୂଜା କରିବା? ଶୁଦ୍ଧ ନିର୍ମଳ ଚିତ୍ ଯିଏ ପୂର୍ବରେ ପରମ ବ୍ରହ୍ମ ପରମାତ୍ମା ଏକ ହୋଇଥିଲା, ଚିତ୍ ନିର୍ଗତ ହୋଇ ବର୍ତ୍ତମାନ ଅନେକ ଶରୀର ବହନ କରିଛି। କେଉଁ ଶରୀରକୁ ପୂଜା କରିବା? ପରମେଶ୍ୱରୀ ନାମ ଧାରଣ କରି ଚିତ୍ ନିଜେ ଦେହରୂପୀ ପଦ୍ମବନରେ ଭ୍ରମଣ କରି ସଂକଳ୍ପ ମଧୁକୁ ଚାଖି ଚାଖି ଯିଏ ସମସ୍ତଙ୍କର ଶରୀରକୁ ମର୍ତ୍ତ୍ୟଭୂମି ଉପରେ ଯିଏ ଭ୍ରମଣ କରାଉଛି, ସଂସାର ଚକ୍ର ବୋଲି ଆମେ କହିଥାଉ। ସଂସାର ଚକ୍ର କାହାକୁ କହିଥାଉ? ସଂସାର ରୂପୀ ଚକ୍ରକୁ ଭଗବାନ ଚଳାଉଛନ୍ତି ବୋଲି ସମସ୍ତେ କହିଥାଉ। ସଂସାର ଚକ୍ର କିଏ ଘୁରଉଛି? ଶୁଦ୍ଧ ନିର୍ମଳ ବ୍ରହ୍ମ ନା? ସେ ତ ଶୁଦ୍ଧ ନିର୍ମଳ ବ୍ରହ୍ମ ପରମ ବ୍ରହ୍ମ, ସେ କାହିଁ ଘୁରାଇ ପାରିବେ? ନିର୍ଗତ ହୋଇଥିବା ଚିତ୍ ସଂସାରମୁଖୀ ଚିତ୍ ସଂସାର ଚକ୍ରକୁ ଘୁରାଇ ଦେଉଛି।
संसार चक्र घुराइबा द्वारा मानवंकर अवस्था किपरि हेउछि समस्ते घुरी घुरी किए कुकर्मरे किए साधु कार्य किए नरकरे किए स्वर्गरे किए मंचरे रही जाउछंती स्थिर चित्त स्थिर रे जेबे घूरी जाए आत्मा तत्व शांति साधु मुक्ति पाई जाए आत्मा तत्व शुद्ध ज्ञान धरी न पारई चलचित्त शुद्ध हेरे भगवान पाई चित्त को शुद्ध ज्ञान करी ये यज्ञ करी पारे नाही अज्ञानी यज्ञ करे जप करे पूजा करे कर्म विधान फल पाई जाए इंद्रिय तार शांत न होई मन को प्रबल करी मंथी पकाई थाए तार शुद्ध ज्ञान साधु बास होई न पारी विषय रसरे बास होई जाए भूल क्या देई हेब नहीं विषय रसरे ज्ञान बास कले भूल क्या देई हेब नहीं निजर मन निजर इंद्रियर ही तो गुण दोष क्या दे पारिबा शुद्ध ब्रह्मज्ञानी अर्जुन हो पारि नथिले तांकर मन इंद्रिय दोष कृष्ण अर्जुन को कौन कहिथिले मोर भक्त जी हुए निजर मन और इंद्रिय को एपरि दमन करबा उचित विषय भोग को विष परि भावना करबा उचित सही माने ही मोह माया कबलरू उद्धार पाई पारिबे बहु कालरू समुद्र अछि समुद्रर मध्य मन अछि बहुत कालू सूर्य अछि सूर्यर मध्य मन अछि बहुत कालू मेरुगिरी अछि मेरुगिरीर मध्य मन अछि बहुत कालू कल्प वृक्ष अछि पृथ्वीपति अछंती एहांकर मध्य मन अछि एहांकर मन सबू ब्रह्म मन अटे मन काहाकू छाड़ी नाही समस्तଙ୍କ देहरे मन बसिछि हेले एही मानकर मन ब्रह्म मन अटे एमाने ब्रह्मपुर पाई मुक्ति होइचंती मानव मध्य कम चन्मटे नुहे मानवर मध्य ब्रह्म मन अछि मानव अन्य काहाठारू मन पाई नाही मन केही देई पारिबे नाही काहाठारू पाइब ब्रह्म छड़ा ब्रह्म ब्रह्म ही निजे मन शुद्ध ब्रह्म ही संसार सृष्टि पाई निजे मन रूप होइचंती शुद्ध मन सहित जो मानव निज मन को मिसाई पारिला सही मानव ही संसार तरी जीव किपरि मन को मिसाइब मेरुगिरी रोष्ट कल्प वृक्ष काष्ठ पृथ्वी पति भूत्ୟରେ ए सबु को जानी ताहारी मनरे समान करे मनरे समस्त ब्रह्म ठारू ब्रह्म मन शुद्ध मन पाइछु शुद्ध मनरू मन पाई शुद्धा किए शुद्ध ब्रह्म को पाई पारुना हूँ तार मनरे ब्रह्म मनरे आमे ब्रह्म होई पारुना हूँ ब्रह्म मनरे मानव कौन होउचंती ब्रह्म मन को पाई किपरि अवस्था पाउचंती स्त्री पाखरे किए पति होइछि ब्रह्म मनरे किए देवता होइछि ब्रह्म मनरे किए मानव होइछि ब्रह्म मनरे किए पापी होई हेउछि तो ब्रह्म मनरे किए पुण्यवान हेउछि ब्रह्म मनरे किए वैश्य क्षत्रिय शूद्र हेउछि तो ब्रह्म मनरे किए ब्राह्मण हेउछि ब्रह्मर मन तारी मन होई सुद्धा केही ब्रह्म होई पारुनाही ब्रह्म मन को नहीं ब्रह्म होई न पारी जो विभिन्न रूप होई जाउछु तेरे ब्रह्म पाई किए मुक्ति होई पारिबो मते कह भगवान को प्राप्ति किए करि पारिबा को चाहुछि जी निजर मन रे जानिबो काहे कि मन ब्रह्म पाई मुक्ति पाई पारु नाही संसार में विभिन्न रूप धारण करुछि काहे कि
ଯିଏ ମନକୁ ଛାଡ଼ି ଦେଇ ମନ ଯାହାଠାରୁ ଜାତ ଜାଣିପାରିବ ମନ କାହାଠାରୁ ଜାତ ହୋଇଛି। ଶାସ୍ତ୍ର ଅଧ୍ୟୟନ କଲେ ମନ ଆତ୍ମାରୁ ଜାତ ହୋଇଛି। ଆତ୍ମା ତ ସଂସାରରେ ସବୁବେଳେ ସ୍ୱଚ୍ଛ। ଆତ୍ମା ନିଜେ ସ୍ୱଚ୍ଛ ଥାଇ ମନକୁ ଜାତ କରିଦିଏ ସଂସାରରେ। ତେବେ ଜ୍ଞାନୀ କ'ଣ କରିବ? ଯିଏ ଯେଉଁ ରୂପ ଧରୁଛି ଧରୁ, ନିଜେ କ'ଣ କରିବା ଉଚିତ? ସମସ୍ତ ଜଣକୁ ସମ ଦେଖୁଥାଏ, ନିଜ ଦେହ ଭାର ଧରି। ଆତ୍ମାରେ ଆତ୍ମାକୁ ଭକ୍ତି କରୁଥାଏ, ସଂସାରୁ ସେ ଯାଏ ତରି। ଅନ୍ୟ ଜଣଙ୍କର ମନକୁ ଭକ୍ତି କରି ମୁକ୍ତି ପାଇପାରିବା ନାହିଁ। ମନରେ ବିଷୟା ସୃଷ୍ଟି ହୋଇଥାଏ। ତେଣୁ ଆତ୍ମାରେ ନିହାତି ମୋକ୍ଷ ପ୍ରାପ୍ତ ହୁଏ। ମନରେ କେହି ମୋକ୍ଷ ପାଇପାରି ନାହାନ୍ତି। ମନକୁ ମାରି ଆତ୍ମା ସଂସାରରେ ସାଧୁ ମାନେ ମୁକ୍ତି ହୋଇ ସାରିଛନ୍ତି। ଆତ୍ମା କିଏ, କିପରି ଅଟେ, ଆମକୁ ନିହାତି ଜାଣିବାକୁ ପଡ଼ିବ। ସେ ଆତ୍ମା କିପରି ମୁକ୍ତି ଦେଇପାରନ୍ତି, କିପରି ରୂପ ଅଟନ୍ତି, ତାକୁ ଆମେ ନିହାତି ଜାଣିବା ଉଚିତ। ବିଷୟରେ ଅଭିଳାଷ ଶୂନ୍ୟ ମନ ଯାର, ବାସନାରେ ଆଭରଣ ନଥିବ ତାହାର। ଏପରି ଚିତ୍ତ ବସ୍ତୁଟି ଆତ୍ମା ତାହା ଜାଣ। ଆତ୍ମାକୁ କହନ୍ତି ସତେ ତତ୍ତ୍ୱ ଭଗବାନ। ବିଶ୍ୱରୂପୀ ଶକ୍ତି ଧରି ଚିତ୍ତ ହିଁ ସଂସାରେ ଅସୁର ସଂହାର করে। চিত্ত মেদিনীরে রুদ্র রূপে চিত্ত গৌরী, মুখ পদ্মচুম্বী, ভ্রূর পদ্মবাদর, চিত্তর এ ভঙ্গী। এই চিত্ত নানা রূপে শরীর ধারণ, চিত্ত দ্বারা পতিতকে কিয়ে সাধুজন। চিত্তরূপ খোঁজি খোঁজি জীবরূপ হুয়ে। ক্রোধী ব্যক্তি হেউ হেউ শান্ত হই যায়। নির্বুদ্ধি হুই চিত্ত হুয়ে বুদ্ধিমান। পঞ্চভূত দেহে চিত্ত ক্রোধ তৃষ্ণা কাম। ভয় ভিতরে পীড়িত দুঃখ শোক করে। দুর্লভ জন্ম ধরি কি বিহরে শোকরে। ধন পছে রহি পরি জন বিষয়ারে। নির্মল শুদ্ধ চিত্ত জানি নাহি পারে। এপরি রহন্তি বলি মুক্তি দরকার। মানব মাত্র জনম ভগবান সার। ଭଗବତରେ ଋଷିମାନେ ମୁକ୍ତି ପାଇବା ପାଇଁ ସୁତ ମୁନିଙ୍କୁ ମଧ୍ୟ ପଚାରୁଛନ୍ତି। ସେ ହରି ଶୁଭ ସ୍ୱଚ୍ଛ କଥା
কহ হে সুত ধর্ম জ্ঞাতা সে হরি সর্ব আত্মা বলো সর্বদেবঙ্ক আদি মূল নির্মল বিষ্ণুর চরিত কৃষ্ণ বিষয় ভাগবত কৃষ্ণ চরিত শুনি যেবে ভক্তি ন জন্মে মূঢ় ভাবে কেবল শ্রম তাহাঙ্কর কাহু তরিবে তম ঘোর অর্থ সঞ্চিত যেতে নর কেবল দুঃখ তাহাঙ্কর অর্থেন পাই ধর্ম মোক্ষ সে কাম লোভটি প্রত্যক্ষ ইন্দ্রিয় অর্থে প্রিয় যেতে লোভে ভ্রমর কাম অর্থে জীবন তত্ত্ব জানিবারে কে জ্ঞানী অছি এ সংসারে তত্ত্ব বিচারি জ্ঞানী যেতে জ্ঞান কহন্তি এ জগতে কেহ কহন্তি ব্রহ্মতত্ত্ব কেহ পাবনে পরমার্থ কেহ বলন্তি ভগবান নির্মল রস গোপ্য জ্ঞান যে সতর যতম গুণ সৃষ্টি পালন সংহারণ অনাদি পরম পুরুষ এ তিনি গুণে সে প্রকাশ সৃষ্টি উদয়ে ব্রহ্মা হই পালনে বিষ্ণু সে বলাই সংহারকারে রুদ্র রূপে সুখে বিহরে মোহ করবে এভাবে ব্রহ্ম পরিমাণী ভবসাগর তরে প্রাণী ওম ব্রহ্ম দেবৈত্য।